नमस्कार कलिंग ओडिशा न्यूज को स्वागत। श्री जगन्नाथायन कार्यक्रम बंधु महांती पर्यवेसित एक नाटक बंधु महांती गतकाली रवींद्र मंडप ठारे मंचस्थ हो जाइछि। भुवनेश्वर आम प्रतिनिधि पुष्पलता रिपोर्ट कलिंग ओडिशा न्यूज। यही बंधु महांती नाटकर निर्देशक मु आउ ए नाटक खुशी कथा ए नाटक सारा ओडिशा रे एटा 25तम नाटक माने मंचस्थ हला। तेणु एथिपाई ए नाटक रवींद्र मंडप पर आरंभ होइतिला एवं 25तमटा भी रवींद्र मंडप रे हला नाटक येटा। ए नाटकर विषय वस्तु ए तो माने इतिहास कहले चलिबो लोक कथा कहले चलिबो किंतु या को आम निखुण भाव केमी करूँ जेहेतु जाजपुर आम बासिंदा एवं जाजपुर गोटे एमती गोटे कहानी जगन्नाथ को लेकिन अच्छी तेणु आम मुख्य उद्देश्य रखिलु पुण्य उत्कल तरफ जे जगन्नाथ धर्मर प्रचार करने जिते सब अच्छा जगन्नाथंकर भक्त अच्छा प्रिय भक्त अच्छा से आम नाटक करूँ। एटा प्रथम थिला बंधु महांती द्वितीय बलराम दास तृतीय दासिया बाउरी आम चाहूलु ए विषय भी सरकार को आम चिठी लिखिलु जे अनुरोध करूँ जे जगन्नाथ धर्म एवं से भक्त विषय जदि प्रचार प्रसार करा जाए यह बहुत लोकों ऊपर प्रभाव पकेब एवं एथिरे बहुत शिक्षा भी अच्छी माने पेज पीवा पाखे कौन शिक्षा अच्छी गछ वृक्ष कौन शिक्षा अच्छी सब ये नाटक जमी अच्छी से सब नाटक से भी अच्छी। ये कलाकार माने समस्ते एटा जाजपुर हेले मध्य जाजपुर सहित संपर्कित सब आर्टिस्ट माने अच्छा विशेष भाव जो बंधु महांती सी होती ओडिशार जड़े सुनामधन्य आर्टिस्ट तेणु सी बंधु महांती होती स्त्री सी भी जड़े सिनेमा एवं सीरियल आर्टिस्ट प्राय समस्ते सिनेमा एवं सीरियल आर्टिस्ट अच्छा। या परे गोटे नाटक बलराम दास नाटक सहित 2 दिन बोधे मंचस्थ हम तो जाजपुर हम
ତାପରେ ମାର୍ଚ୍ଚ ମାସରେ ଅଛି ସେ ଯାଜପୁର ଠାରୁ ଦୂରରେ ଅଛି 3 ଦିନ ନାଟକ ଅଛି। ଭଦ୍ରକରେ ଅଛି 3 ଦିନ ଅଛି। ଭଦ୍ରକରେ 4 ଦିନ ଅଛି, 2 ଦିନ 2 ଦିନ ଅଛି ବିଭିନ୍ନ ଜାଗାରେ। ଓଡ଼ିଶା ଭିତରେ ଆମ ଚେଷ୍ଟାରେ ହଉଛି, କିନ୍ତୁ ଆମ ପାଖରେ ସମ୍ବଳ ନାହିଁ, ଆର୍ଥିକ ସମ୍ବଳ ବହୁତ କମ୍ ଆ ଦେହରେ ଯିବା ଆସିବା କରିବା। କିନ୍ତୁ ତା ଭିତରେ ବି ଆମର ଆର୍ଟିଷ୍ଟ ମାନେ ସଂସ୍କୃତି ବିଭାଗ ତରଫରୁ କିଛି ଏଇଟା କିନ୍ତୁ ପ୍ରୋତ୍ସାହନ ସଂସ୍କୃତି ବିଭାଗ ତରଫରୁ ମାନେ ହେଇଛି ଏଥର। ପରିଚୟ ଆଜିର ଯୋଉ କାର୍ଯ୍ୟକ୍ରମ ଥିଲା ବନ୍ଧୁ ବନ୍ଧୁ ମହାନ୍ତି ମହାନ୍ତି, ରହିଥିଲା, ସୃଜନା କିପରି ଆପଣଙ୍କ ଆପଣଙ୍କର ଅଭିଜ୍ଞତା ଥିଲା, କେତେ ଆପଣ ରିଲେଟ କରିପାରିଲେ ବନ୍ଧୁ ମହାନ୍ତିଙ୍କ ସହିତ, ତାର କିଛି ଅନୁଭୂତି କହିବେ? ଜୟ ଜଗନ୍ନାଥ ସମସ୍ତ ଦର୍ଶକ ମାନଙ୍କୁ ପ୍ରଣାମ। ଆଜି ଓଡ଼ିଶା ସଙ୍ଗୀତ ନାଟ୍ୟ ଏକାଡେମୀରେ ଯେଉଁ ମାସରେ ଥରେ ଯେଉଁ ଶ୍ରୀ ଜଗନ୍ନାଥ ଗାନ କାର୍ଯ୍ୟକ୍ରମ ହେଉଛି, ଏଥିରେ ଆଜି ପରିବେଷଣ ହେଉଥିଲା ବନ୍ଧୁ ମହାନ୍ତି। ଏହାର ନିର୍ଦ୍ଦେଶକ ଥିଲେ ନରୋତ୍ତମ ପରିଡ଼ା। ବନ୍ଧୁ ମହାନ୍ତିର ଇଏ ଯେଉଁ ମଞ୍ଚନ ଆଜି ହେଲା, ଇଏ ହେଉଛି ସପ୍ତମ କି ଅଷ୍ଟମ ମଞ୍ଚନ। ୟା ପୂର୍ବରୁ ଆମେ ଦିଲ୍ଲୀରେ ବି ଜଗନ୍ନାଥ ମନ୍ଦିରରେ ବି ବନ୍ଧୁ ମହାନ୍ତି ହେଇଛି। ଆଉ ବହୁତ ଗୁଡ଼ାଏ ମେଳା ମହୋତ୍ସବରେ ବି ବନ୍ଧୁ ମହାନ୍ତି ନାଟକ ହେଉଛି। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗଭର୍ଣ୍ଣମେଣ୍ଟ ବି ପ୍ରୋତ୍ସାହନ କରୁଛନ୍ତି। ତେଣୁ ଆଜି ବି ସଙ୍ଗୀତ ନାଟ୍ୟ ଏକାଡେମୀ, ଓଡ଼ିଶା ଭାଷା କଲଚର ଓ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାର ଏଇଟା ଗୋଟେ କାର୍ଯ୍ୟକ୍ରମ ଥିଲା, ଯେଉଁଥିରେ କି ବନ୍ଧୁ ମହାନ୍ତି ନାଟକ ଆମେ କରୁଥିଲୁ। ବହୁତ ସୁନ୍ଦର ନାଟକ। ଜଗନ୍ନାଥ ସଂସ୍କୃତିକୁ ଆଉ ଆଗକୁ ଦୁଇ ପାଦ ନେବା ପାଇଁ ଏଇଭଳି ପ୍ରୟାସ ଦର୍ଶକ ମାନେ ଅଭିନେତା ଅଭିନେତ୍ରୀ ଆଉ ନିର୍ଦ୍ଦେଶକ ମାନଙ୍କର ଚାଲିଛି। ବହୁତ ସୁନ୍ଦର ନାଟକ, ଆମକୁ ବି ବହୁତ ଭଲ ଲାଗୁଛି ଏଇ ନାଟକ, ଜଗନ୍ନାଥଙ୍କ ସଂସ୍କୃତିର ନାଟକ କରିବା ପାଇଁ। କେତେ ଦିନ ଲାଗିଥିଲା ଆପଣଙ୍କୁ ଏଇ କ୍ୟାରେକ୍ଟର ଯୋଉ ଇଏ ଗୋଟେ ଭାବର କଥା। ଏ ଚରିତ୍ର ତ କେବଳ ନିଭା ପାଇଁ ମାନେ କେବଳ ନିର୍ମଳ ଭାବ ଦରକାର, ଜଗନ୍ନାଥ ପ୍ରତି ସମର୍ପଣ ଦରକାର। ଭାବ ରହିଲେ ଇଏ ଚରିତ୍ର ଅଟୋମେଟିକ୍ କରିହବ। ସେଇଟା ମୁଖ୍ୟ ଜିନିଷ ହେଉଛି ଭାବ।